ଅକ୍ଟୋବରରେ ଆସିବ ନୂଆ ସ୍ୱାସ୍ଥ୍ୟ କାର୍ଡ। ଦୁଇ ଯୋଜନା ଏକାଠି ପାଇଁ ବସିବ ବୈଠକ। BSKY ବଦଳରେ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ବହୁ କଳ୍ପନା ଜଳ୍ପନାର ଏବେ ଅନ୍ତ ଘଟିବାକୁ ଯାଉଛି। ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ଥିର କରିଥିବା ବିଜେପି ସରକାର ଅକ୍ଟୋବରରୁ ଲୋକଙ୍କୁ ନୂଆ ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦେବେ ବୋଲି ସୂଚନା ମିଳିଛି। କେବଳ ଏତିକି ନୁହେଁ, ପୂର୍ବରୁ କେନ୍ଦ୍ର ସରକାର ଲାଗୁ କରିଥିବା ଆୟୁଷ୍ମାନ ଯୋଜନା ଏବଂ ବର୍ତ୍ତମାନର ଓଡ଼ିଶା ସରକାର ଘୋଷଣା କରିଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ମିଶିଯିବାର ସମ୍ଭାବନା ରହିଛି। ଖୁବ୍ ଶୀଘ୍ର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଓ ଅଫିସର ଦିଲ୍ଲୀ ଯାଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ JP ନଡ୍ଡାଙ୍କୁ ଭେଟି ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଓଡ଼ିଶାର 1 କୋଟି ପରିବାର ସୁଫଳ ପାଇବେ। ଦେଶ ତଥା ରାଜ୍ୟର 27,000 ଅନୁବନ୍ଧିତ ହସ୍ପିଟାଲରେ ଏହି ଯୋଜନାରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମିଳିବ। ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ପୂର୍ବରୁ ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା BSKY ବଦଳରେ ଏବେ ନୂଆ କାର୍ଡରେ ଲେଖାଯିବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହି ଗୋପବନ୍ଧୁ ଯୋଜନାରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମିଳିତ ଭାବେ ଅର୍ଥ ବ୍ୟବସ୍ଥା କରିବେ ବୋଲି ଜଣାପଡ଼ିଛି। SMCT ନ୍ୟୁଜ୍ ଭୁବନେଶ୍ୱର।